କହିଲା ତାପରେ ତୋ ପାଖକୁ ଟ୍ରାନ୍ସଫର୍ କରିନେବୁ ତୋର ସେଇଟା ଆଣିବାକୁ ଯାଇଥିଲା ମୋର ଯୋଉଟା ଦିଆହେଇଛି। ଆଚ୍ଛା ନହେଲେ କାମୁଡ଼ି ପଡ଼ିବୁ ତାକୁ ଯେଉଁ ବାଧୁଛି ସେ ଜାଣୁଛି। ବନ୍ଧା ହେଇଛି ବୋଲି ସେ କିଛି ସେ ଜାଣିପାରୁଛି ମୋ ଭଲ ପାଇଁ କରୁଛନ୍ତି ହେଲେ କ'ଣ କାଟୁଛି ହେଲେ କ'ଣ କରିବ ସେ ସବୁ ଜାଣିପାରୁଛି। ଇଏ ହେଲା ବେଳକୁ କାଟୁଛି ଆମର। ଏପଟେ ଡ୍ରେସିଂ ତ ହବ ଘରେ ଖାଲି ମଲମ ଲାଗିବ। ମଲମ ବେଳକୁ ଦେଖେଇବ ମଣିଷର ଏତେ ଯେତିକି ଦରକାର ଏଙ୍କର ସେତିକି ଦରକାର ନାହିଁ। ଇଏ ଖାଲି ଯଦି ଘା ହେଇଥାନ୍ତା ଇଏ ଆପେ ସେ ଚାଟିକି ଭଲ କରିଦେଇଥାନ୍ତା। ଆଉ ସେ ଯେଉଁ କଣ୍ଡିସନ୍ ହେଇଛି ସେ ଯୋଡ଼ିବନି ସେ ଚମଡ଼ାଟା ଯୋଡ଼ିବା ପାଇଁ ତାକୁ ଯାଉ କାଳୁକୁ ଯାହା ହେଇଥିଲା ଏଇ ମନୋଜ ପାଖରୁ ଅଙ୍କଲ ଔଷଧ ଆଣିକି ଯାଉ ବ୍ରସ୍ର ତାକୁ ଡିଟେଲ ପାଣିରେ ଧୋଇକି ତାକୁ ଗନ୍ଧ ଗୋଳି ଦେଇକି ଯାଉ ମଲମ ଲାଗିଲେ ଶୁଖିଲା। ସେ ଗୋଟେ ଶୁଖିଲା ବେଳକୁ ତାର ଆଉ ଗୋଟେ ପାରି ହେଇଯାଉଛି। କୁକୁରକୁ ତାକୁ କ'ଣ କରିବେ ସେ ତ କାମୁଡ଼ା ନାଗିବେ ଆଉ କ'ଣ କରିବେ କୋଉଟା ହବ ନା ଗ୍ଲୋଭ୍ସ ପିନ୍ଧିକି ହାତରେ ଇଏ କରିକି ସେ ଚଢ଼ି ଆସିବ ତ ଉପରକୁ ପୁରା। 11ଟା 22ରୁ 11ଟା 44 22 ମିନିଟ୍। ହଁ କେତେ ସେ କ'ଣ କହିଲା ସେ କ'ଣ ସେ କେତେ ମିନିଟ୍ କିଏ କହିଲା ବିଦୁ ନା ମୁଁ ତ ରହିବିନି ମୋର ଟିକେ ହିସାବଟା ଦେଖିଦେ ଆସ ଏଇଭଳିଆ 22 କି 32 କଲାଣି। ମୋର ହିସାବ ହିସାବ ସେଇ ଯା କହୁଛି 22 ଇଏ 8 30 ଇଏ 44 କ'ଣ ଇଏ ବୋଲି କେତେ ଘଣ୍ଟା କେତେ ନେଉଛି ପତ୍ର ନିମ ପତ୍ର ପଞ୍ଚୁ ଗାଡ଼ି ସେ ଆଜି ତାକୁ ଫୋନ୍ କରି ବୁଝି କେତେଟା କ'ଣ ନେବ। ସେ ହଉ ବୁଝି ସାରି ମୋତେ ତୁ ଖଗାଟେ ଫୋନ୍ କରିଦେବୁ ମୁଁ ତାକୁ ସନ୍ଧ୍ୟାବେଳେ ପଇସା ଦେନେ ତୁ ବୁଝିକି ତୁ ମୋତେ ତୁ ଫୋନ୍ କରିଦେବୁ ବଣୁଆ ବୁଝିକି ତାକୁ ଆସିନେ ମୁଁ ସନ୍ଧ୍ୟାବେଳକୁ ତାକୁ ପଇସା ଦେଇଦେବି ଯଦି ନେବ ତ ବର୍ତ୍ତମାନ 500 ଘଣ୍ଟା ଦେଇଯିବି ତାକୁ। ହଁ ହଁ କେତେ ସମୟ କାଲୁଆ ରହିବ କାଲୁଆ ଆସ ହେଇଗଲାଣି କାଲୁଆ ଘଣ୍ଟେ ଖଣ୍ଡେ ରହିବ 4 ଘଣ୍ଟା ରହିବ 2% ହେଇଥିଲେ 2 ଘଣ୍ଟା 1.5 ଘଣ୍ଟା ରହିଥାନ୍ତା। ହଁ ସେଟା ଆମେ 2% ଦେବୁ ଆମେ ଜାଣିଛୁ 2% ଆମେ ମୁଁ କାହିଁ 4% ଦେବୁ ଆମ ବାଟରେ 2% ଅଛି।